ମା। ଆମେ ଆଜି ଆଲୋଚନା କରିବା ଚିରନ୍ତନୀ ବହିର ପୃଷ୍ଠା 250 ଦଣ୍ଡ ଓ ପୁରସ୍କାର। ଗତ ଆଲୋଚନାରେ ଥିଲା 249 ପେଜରେ ଦ୍ରବ୍ୟ ଗୁଡ଼ିକ ପ୍ରତି ଖାତିର ରଖ। ତାର ସାରାଂଶ ଥିଲା ଏଇଭଳି: ପ୍ରଥମେ ପ୍ରତିଟି ଦ୍ରବ୍ୟ ବା ଜିନିଷର ପ୍ରକୃତ ଆବଶ୍ୟକତାଟିକୁ ବୁଝି ତାହା ବ୍ୟବହାର କରିବା ଏବଂ ତା ସମ୍ବନ୍ଧରେ ଯଥାର୍ଥ ଜ୍ଞାନ, ତାର ବ୍ୟବହାର ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଅର୍ଜନ କରିବା। ଦ୍ରବ୍ୟ ଗୁଡ଼ିକ ପ୍ରତି ଆମର କୌଣସି ଗୋଳମାଳିଆ ଧାରଣା ଯେପରି ନ ରୁହେ, ତାର ବ୍ୟବହାରକୁ ନେଇକରି ଗୋଳମାଳିଆ ଧାରଣା ଯେପରି ନ ରୁହେ। ଆଉ ଯେଉଁ ଜିନିଷ ଆମେ ବ୍ୟବହାର କରୁଛୁ ତା ପ୍ରତି ଆମର ଏକ ସମ୍ମାନ ବୋଧ ରହିବା ଉଚିତ। ସେଇ ସମୟରେ କହିଥିଲେ ଯେ ତମେ ତାକୁ ସମ୍ମାନ ଦୃଷ୍ଟିରୁ ବି ଦେଖିବ, କାରଣ ଜାଣିବା ଉଚିତ ଯେ ସେଟା କେତେ କଷ୍ଟରେ, କେତେ ନିଷ୍ଠାପର ସହକାରେ, କେତେ ଶ୍ରମରେ ତିଆରି ହଉଛି। ଏବଂ କହିଲେ ଯେ ଯେତେ ଦିନ ପାର ତାକୁ ସଦୁପଯୋଗ କରିବ, ଯେତେ ଦିନ ପାର ତାକୁ ସାଇତିକି ରଖିବ। କିନ୍ତୁ ସାଇତିକି ରଖିବ ଏଇ ଅର୍ଥରେ ନୁହଁ ଯେ ତା ପ୍ରତି ଆସକ୍ତି ଅଛି ବା ତା ପ୍ରତି ତୁମେ କାମନାସକ୍ତ ହେଇକିରି ତାକୁ ସାଇତିକି ରଖିବ। ଏଇଥିପାଇଁ ସାଇତିକି ରଖିବ ଯେ ତାରି ବା ସେଇଟାକୁ ତିଆରି କରିବା ପାଇଁ ତାକୁ କେତେ ଶ୍ରମ ଏବଂ କେତେ ନିଷ୍ଠା ଦରକାର ହୋଇଛି, ଏବଂ ଯେତେ ସଦୁପଯୋଗ କରିପାରିବ କରିବ। ଅଦରକାରୀ ଭାବେ ଜିନିଷ ପତ୍ରକୁ ଫିଙ୍ଗା ଫୋପଡ଼ା କରିବା ନାହିଁ। ଅଯଥାରେ କିନ୍ତୁ ଗୁଡ଼ାଏ ଜିନିଷ ବି ଚାହୁଁ ନାହିଁ। ଏଇଟା ବି ଆମେ ଟିକେ ମନେ ରଖିବା। ଅଯଥାରେ ଗୁଡ଼ାଏ ଜିନିଷ ପତ୍ର ଚାହୁଁ ନାହିଁ। ତୁମର ଯାହା ଯେତିକି ଜିନିଷ ପତ୍ର ବ୍ୟବହାର ପାଇଁ ଅଛି ସେଇଥିରେ ଚଳ। ସବୁଗୁଡ଼ିକର ଠିକ୍ ଯତ୍ନ ନିଅ, ସବୁଗୁଡ଼ିକୁ ଶୃଙ୍ଖଳିତ ଭାବେ ରଖ, ଗୋଳମାଳିଆ କର ନାହିଁ। ଆଜି ଆଲୋଚନା କରିବା ଦଣ୍ଡ ଓ ପୁରସ୍କାର। ମା ଲେଖୁଛନ୍ତି, ତୁମ ଭିତରେ ଯେଉଁ ପ୍ରବୃତ୍ତି ସବୁ କାମଗୁଡ଼ିକୁ ଭଲ ଭାବରେ କରିବାକୁ ଚେଷ୍ଟା କରନ୍ତି, ସ୍ୱତଃସ୍ଫୂର୍ତ୍ତ ଓ ଆନ୍ତରିକ ଭାବରେ କରିବାକୁ ଚେଷ୍ଟା କରନ୍ତି, ତାହାର ପ୍ରେରଣା ତୁମ ଅନ୍ତର ଭିତରୁ ହିଁ ଆସିଥାଏ। ତାହା ଏହି କାରଣରୁ ଆସିନଥାଏ ଯେ ଭଲ ଭାବରେ କାମଟି କଲେ ତୁମେ ପୁରସ୍କୃତ ହେବ ଓ ଖରାପ ଭାବରେ କାମଟି କଲେ ତୁମେ ଦଣ୍ଡ ପାଇବ। ଆମ କାର୍ଯ୍ୟ ପଦ୍ଧତିର ଭିତ୍ତି ଏହା ନୁହେଁ। ତେବେ ଏହା ମଧ୍ୟ ସମ୍ଭବ ହୋଇପାରେ ଯେ କେବେ କେମିତି ତୁମର କୌଣସି କର୍ମକୁ ଅନ୍ୟମାନେ ପସନ୍ଦ କରି ତାକୁ ଏକ ବିଶେଷ ମୂଲ୍ୟ ଦେଲେ, କିନ୍ତୁ ଏଥିପାଇଁ ଯେ ତୁମେ ସେହି କର୍ମଟିକୁ ଏଡ଼େ ସୁନ୍ଦର କରି ସମ୍ପନ୍ନ କରିଥିଲ ତା ନୁହେଁ। ତା ମାନେ ଏହି ସୁନ୍ଦର କର୍ମଟି ଲାଗି ତୁମକୁ ପୁରସ୍କାର ମିଳିବ ବୋଲି ଆଗରୁ କୌଣସି ପ୍ରତିଶ୍ରୁତି ଦିଆଯାଇ ନଥିଲା। ଅପରପକ୍ଷରେ ଏପରି ମଧ୍ୟ ସତର୍କବାଣୀ ତୁମକୁ ମିଳିନଥିଲା ଯେ ଯଦି ତୁମର କର୍ମଟି ଆଶାନୁରୂପ ଉତ୍କୃଷ୍ଟ ନ ହୁଏ ତେବେ ତୁମକୁ ଦଣ୍ଡ ମିଳିବ। ଆମ ଜୀବନ ସାଧନା ଧାରାରେ ଏପରି ନୀତି ଆମେ ଅନୁସରଣ କରୁନାହୁଁ। ଆମ ପଦ୍ଧତିଟି ହେଲା, ତୁମେ ଯଦି ଗୋଟିଏ କର୍ମକୁ ସୁଚାରୁ ରୂପେ ତୁମ ସାଧ୍ୟ ଅନୁସାରେ ନିଷ୍ଠାର ସହିତ ସମ୍ପାଦନ କଲ, ତେବେ ତୁମକୁ ଏକ ସ୍ୱାଭାବିକ ସ୍ୱତଃସ୍ଫୂର୍ତ୍ତ ଆତ୍ମସନ୍ତୋଷ ମିଳେ। ତାହା ହିଁ ତୁମ କର୍ମ ପାଇଁ ତୁମର ସମୁଚିତ ପୁରସ୍କାର। ଏବଂ ଯେତେବେଳେ ତୁମେ ଅନୁଭବ କଲ ଯେ କାର୍ଯ୍ୟଟି ତୁମ ଦ୍ୱାରା ସୁଚାରୁ ରୂପେ ସମ୍ପନ୍ନ ହୋଇପାରିଲା ନାହିଁ, ତାହା ହିଁ ସ୍ୱାଭାବିକ ଭାବେ ତୁମ ପାଇଁ ଏକ ଦଣ୍ଡ ସ୍ୱରୂପ ହେଲା। କାରଣ ତଦ୍ୱାରା ତୁମ ମନରେ ଦୁଃଖ ହେଲା ଓ ତୁମେ ବଡ଼ ଅସ୍ୱସ୍ତି ଅନୁଭବ କଲ, ଏବଂ ଏହା ହିଁ ତୁମ ପାଇଁ ସବୁଠାରୁ ବାସ୍ତବ ଦଣ୍ଡ। ତେଣୁ ତୁମର ଆନ୍ତର ଆଧ୍ୟାତ୍ମିକ ବିକାଶ ଦୃଷ୍ଟିରୁ ଯେତେ ଯାହା ତୁମ ମନରେ ଗତିବୃତ୍ତି, କ୍ରିୟା ପ୍ରତିକ୍ରିୟା ସୃଷ୍ଟି ହେବ, ତାହା ହିଁ ଆମ ପାଇଁ ସବୁଠାରୁ ମୂଲ୍ୟବାନ କଥା। ବାହାରୁ କୌଣସି ପ୍ରକାର ଚାପ ଦ୍ୱାରା ନିୟନ୍ତ୍ରିତ ହେବା ଆମ ପାଇଁ ବିଶେଷ ବଡ଼ କଥା ନୁହେଁ। ବହୁତ କଥା ମା ଭିତରେ କହୁଛନ୍ତି, ଆମେ ଅଳ୍ପ ଅଳ୍ପ କଥା ଧୀରେ ଧୀରେ ବୁଝିବା, ତାକୁ ଅଭ୍ୟାସରେ ପରିଣତ କରିବା ପାଇଁ ଚେଷ୍ଟା ଜାରି ରଖିବା, ନିଷ୍ଠାପର ଭାବରେ ଚେଷ୍ଟା କରିବା। ମା ଲେଖୁଛନ୍ତି, ତୁମ ଭିତରେ ଯେଉଁ ପ୍ରବୃତ୍ତି ସବୁ କାମ ଗୁଡ଼ିକୁ ଭଲ ଭାବରେ କରିବାକୁ ଚେଷ୍ଟା କରନ୍ତି, ସ୍ୱତଃସ୍ଫୂର୍ତ୍ତ ଓ ଆନ୍ତରିକ ଭାବେ କରିବାକୁ ଚେଷ୍ଟା କରନ୍ତି, ତାହାର ପ୍ରେରଣା ତୁମ ଅନ୍ତର ଭିତରୁ ହିଁ ଆସିଥାଏ। ଆମେ ଏଠି ମନେ ରଖିବା ଯେ ଆମ ଭିତରେ ଆନ୍ତର ପ୍ରେରଣା କୋଉଟା ଚିହ୍ନିବା ପାଇଁ ମା ଗୋଟିଏ ବାଟ ବତେଇ ଦେଇ ଗଲେ। କୋଉଟା ଅନ୍ତର ପ୍ରେରଣା ନୁହେଁ ତାହା ଆମେ ଏଥିରୁ ଜାଣିପାରିବା। ମା କହିଲେ, ପ୍ରଥମେ ଏକରେ କହିଲେ
ଆମ ଭିତରେ ଯୋଉ ପ୍ରବୃତ୍ତି ସବୁ କାମଟାକୁ ଅତି ସର୍ବୋତ୍ତମ ଭାବରେ ଭଲ ଭାବରେ କରିବାକୁ ମତେ ପ୍ରେରଣା ଦିଅନ୍ତି, ଚେଷ୍ଟା କରନ୍ତି, ସେଇ ପ୍ରବୃତ୍ତି ଗୁଡ଼ିକ ହଉଛି କୋଉଠୁ ଆସିଛି? ନା ଆମ ଅନ୍ତର ପ୍ରେରଣାରୁ ଆସିଛି। ଏବେ ଆଉ କେହି ଡାଉଟ ଆଉ ପଚାରିବନି ଯେ ଅନ୍ତର ପ୍ରେରଣା କୋଉଟା ମୁଁ ଚିହ୍ନିବି କେମିତି, ଜାଣିବି କେମିତି? ସିଧାସଳଖ କଥା। ଆମ ଭିତରେ ଯୋଉ ଗତିବୃତ୍ତି, ଯୋଉ ପ୍ରବୃତ୍ତି, ଆମେ ଯୋଉ କାମଟି କରିବାକୁ ଯାଉଛେ ତାକୁ ଅତି ନିଷ୍ଠାପର ଭାବରେ କେତେ ଭଲ ଭାବରେ ହୋଇପାରିବ ସେଥିପାଇଁ ଚେଷ୍ଟା ଯିଏ କରୁଛି, ଯୋଉ ପ୍ରବୃତ୍ତି ଚେଷ୍ଟା କରୁଛି, ଯିଏ ମତେ ପ୍ରେରଣା ଦଉଛି, ତେବେ ସେଇ ପ୍ରେରଣାଟି ହେଲା ଆନ୍ତର ପ୍ରେରଣା। ତାପରଟା ଦ୍ୱିତୀୟରେ କହିଲେ ତାହା ସ୍ୱତଃସ୍ଫୂର୍ତ୍ତ ଆସିବ। ଆଉ ଗୋଟା କହିଲେ ଆନ୍ତରିକ ଭାବରେ ଆସିବ। ଏଇ ସ୍ୱତଃସ୍ଫୂର୍ତ୍ତ ଆଉ ଆନ୍ତରିକ ଭାବ ଏଇଟାକୁ ବି ଜଣେ ଚିହ୍ନି ପାରିବ, କିନ୍ତୁ ସେଥିପାଇଁ ଟିକେ ପ୍ରୟାସ ଦରକାର ହୁଏ। ଯଦି ତୁମେ ଯଦି ତୁମେ କାହିଁକି ଯଦି କହୁଛି? କାରଣ ଆମେ ଯଦି ସରଳ ନ ହେଇଥିବୁ ଏବଂ ଆମେ ନିଜର ସ୍ୱାର୍ଥ ଅହଙ୍କୈନ୍ଦ୍ରିକ ହେଇକି ଥିବୁ, ତାହେଲେ ଆମର ଆନ୍ତରିକ ଭାବ କୋଉଟା, ସ୍ୱତଃସ୍ଫୂର୍ତ୍ତ ଭାବେ କୋଉଟା ଆସୁଛି, ତାକୁ ଅନେକ ସମୟରେ ଆମେ ଅବହେଳା କରୁ, ଅଣଦେଖା କରୁ। ମୋ ସ୍ୱାର୍ଥ, ମୋର ଅହଙ୍କାରକୁ ସାବ୍ୟସ୍ତ କରିବା ପାଇଁ ଯାହା କରିବାକୁ ପଡ଼େ ମୁଁ ତାହା କରି କରି ଆସିଛି। ତେଣୁ ମୁଁ ସ୍ୱତଃସ୍ଫୂର୍ତ୍ତ ଆନ୍ତରିକ ଭାବରେ ଯୋଉଠି ଆସିବ ତାକୁ ଚିହ୍ନି ପାରେ ନାହିଁ। ବେଳେ ଚିହ୍ନି ପାରେ ନାହିଁ ବି କହିବାଟା ଗୋଟେ ଭୁଲ କଥା। ଚିହ୍ନି ପାରେ ନାହିଁ ନୁହଁ, ଚିହ୍ନେ, ତାକୁ ଅଣଦେଖା କରି କରି ଆସିଛି। ଏବଂ ତାପରେ ଏକ ଏମିତି ସମୟ ପହଞ୍ଚିଯାଏ ଯେତେବେଳେ ତାକୁ ମୁଁ କହେ ଏଇଟା ଭୁଲ କଥା ମତେ କହୁଛି। ତେଣୁ ସେଇଠି ଟିକେ ପ୍ରୟାସ ଦରକାର ପଡିବ। ନଚେତ୍ ଯିଏ ସରଳ ଥିବ, ଯିଏ ଜାଣିବାକୁ ଅଭିପ୍ସା କରୁଥିବ ଯେ ନାଇଁ ମୁଁ ଆନ୍ତର ପ୍ରେରଣା ଜାଣିବାକୁ ଚାହେଁ, ତା ଭିତରେ ସେ ଯୋଉ ଘଟଣା ଗୁଡ଼ିକ, ଯୋଉ ପ୍ରବୃତ୍ତି ଗୁଡ଼ିକ, କାମଟିକୁ ଭଲ ଭାବରେ ଚେଷ୍ଟା କରିବ। ଭଲ ଭାବରେ କରିବାକୁ ଯୋଉ ଚେଷ୍ଟା କରିବାର ବି ଗୋଟେ ପ୍ରବୃତ୍ତି, ତାହା ସ୍ୱତଃସ୍ଫୂର୍ତ୍ତ ଭାବେ ଆସିବ ଯେ ନାଇଁ ନାଇଁ ଏଇ କାମଟିକୁ ମୁଁ କରିବି, ସ୍ୱତଃସ୍ଫୂର୍ତ୍ତ ଭାବରେ ଆସିବ। ଆଉ ବେଳେ ବେଳେ ତମ ଭିତରେ କୋଶ୍ଚିନ୍ ଆସିବ, କଣ କହିଲ? ଏଇଟା କଲେ ମୋର ଫାଇଦା ହବ କି ନାହିଁ, ଏଇଟା କଲେ କଣ ମୋର ହବ, ଲସ୍ ହବ ନା ଗେନ୍ ହବ? ଏଇ ଯୋଉଟା ସେଇଟା ସ୍ୱତଃସ୍ଫୂର୍ତ୍ତତା ନୁହଁ। ଆନ୍ତରିକ ଭାବରେ କଲେ ଆପଣ ଦେଖିବେ, ଆନ୍ତରିକ ଭାବରେ କେମିତି ଜାଣିବେ? ସେଇ ଗୋଟେ ନିୟମ, ଯଦି ଆପଣ ସରଳ ଥିବେ ତ ନିଶ୍ଚୟ ଜାଣିପାରିବେ। ଗୋଟେ କାର୍ଯ୍ୟ କଲା ଭିତରେ ବେଳେ କାର୍ଯ୍ୟ କରିବାକୁ ଗଲେ ଆପଣଙ୍କ ଭିତରେ କୌଣସି ପ୍ରତିକ୍ରିୟା ଆସିବ ନାହିଁ। ପ୍ରତିକ୍ରିୟା ଆସିବ ନାହିଁ। ଲାଭ କ୍ଷତିର ହିସାବ ନିକାଶ ଆସିବ ନାହିଁ। ପର ଆପଣା ଭାବନା ଆସିବ ନାହିଁ। ଯେମିତି କଥାରେ କୁହନ୍ତି ଯେ ବୈଦ୍ୟ ତାର ଦାୟିତ୍ୱ ହଉଛି ରୋଗୀକୁ ସେବା କରିବା। ରୋଗୀକୁ ଯୋଉ ରୋଗ ବା ଯୋଉଥିପାଇଁ ସେ କଷ୍ଟ ପାଇଛି ସେଥିରୁ ତାକୁ କେମିତି ନିବୃତ୍ତ କରାଇବା ବା ଆରାମ ଦେବା ବା ସେଥିରୁ ତାକୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରିବା। ସେତେବେଳେ ସେ ଶତ୍ରୁ ଆଉ ମିତ୍ର ଦେଖେ ନାହିଁ, ପର ଆଉ ଆପଣା ଦେଖେ ନାହିଁ, ପକ୍ଷପାତିତା ସମ୍ଭବ ନୁହେଁ। ତେଣୁ ସେଇଟା ସେତେବେଳେ ଆନ୍ତରିକ। ଏଇଠୁ ଗୋଟେ ମନେ ପଡିଲା, ଯେତେବେଳେ ବିଭୀଷଣ ଥାନ୍ତି, ରାମ ଲକ୍ଷ୍ମଣ ଶକ୍ତିଭେଦ ହେଇଛନ୍ତି, ସେଇ ସମୟରେ କଣ କଲେ ସେମାନେ ଉଦ୍ଧାର ହେବେ ବା ମୁଁ ବଞ୍ଚିବେ, ସେଇଥିପାଇଁ ବାଟ କିଛି କେହି ପାଉନଥାନ୍ତି। ବିଭୀଷଣ କହିଲେ କେବଳ ଏଠି ଶ୍ରୀଲଙ୍କାର ବା ଲଙ୍କାର ଯୋଉ ବୈଦ୍ୟ, ରାଜବୈଦ୍ୟ ସୁଷେଣ, ସିଏ ହିଁ କରିପାରିବେ। ତେଣୁ ସୁଷେଣକୁ ଡାକିବା ପାଇଁ ହନୁମାନ ଗଲେ। ହନୁମାନ ଯେତେବେଳେ ତାଙ୍କୁ କବାଟ ବାଡେଇଲେ, ତାଙ୍କୁ ଡାକିଲେ, ସୁଷେଣ କହୁଛନ୍ତି ମୁଁ ମୋ ଶତ୍ରୁର ଚିକିତ୍ସା କେମିତି କରିବି? ସେଇଠି ହନୁମାନ ତାକୁ କହୁଛନ୍ତି ତମେ ଜଣେ ବୈଦ୍ୟ, ବୈଦ୍ୟ ପାଇଁ ଶତ୍ରୁ ନାହିଁ କି ମିତ୍ର ନାହିଁ। ବୈଦ୍ୟ ପାଇଁ ହଉଛି କେବଳ ମୋ ଆଗରେ ଯିଏ ଆସିଛି ସିଏ ରୋଗୀ। ସେ ରୋଗୀ ପାଇଁ ଯାହା ଆବଶ୍ୟକ ତାହା ତମେ କରିବ। ଯେମିତି କୁହାଯାଏ ପୁରୋହିତ, ଯିଏ ପୌରୋହିତ୍ୟ କରିବାକୁ ଆସିଥାନ୍ତି, ସିଏ ଦେଖନ୍ତି ନାହିଁ ଯଜମାନ ଗରିବ କି ଧନୀ।
ସିଏ ଆସନ୍ତି କଣ ପାଇଁ? ଯେ ଯୋଉ ଯଜମାନ ଡାକିଛନ୍ତି ସିଏ ଆରାଧନା କରିବା ପାଇଁ, ଭଗବାନଙ୍କୁ ଆରାଧନା କରିବା ପାଇଁ, କିଛି ଗୋଟେ ଯଜ୍ଞ କରିବା ପାଇଁ ଆସିଛନ୍ତି। ସେତେବେଳେ ସିଏ ଦେଖନ୍ତି ନାହିଁ ଯେ ଯଜମାନ ଗରିବ କି ଧନୀ, ପଇସା କେତେ ଦବ, ଯଦି ପ୍ରକୃତ ପୁରୋହିତ ହେଇଥିବ। ଇଭିନ୍ ଇଫ୍ ଯଦି ଯଜମାନଙ୍କର କୌଣସି ଜିନିଷ ଅଭାବ ଥାଏ ପୂଜା ପାଇଁ, ତେବେ ପୁରୋହିତ ନିଜେ ନେଇକିରି ଯାଆନ୍ତି। ମୁଁ ଦେଖିଛି ସେଇଭଳି ଅନେକ ବ୍ରାହ୍ମଣ ଦେଖିଛି, ଜଣେ ବ୍ରାହ୍ମଣଙ୍କୁ ଦେଖିଛି ପ୍ରାୟ ସମୟରେ ଆମ ଘରକୁ ଯେତେବେଳେ ପୂଜା ପାଇଁ ଆସୁଥିଲେ, ସେ ପ୍ରାୟ ସମୟରେ ସବୁ ଜିନିଷ ନେଇକି ଆସନ୍ତି। ସିଏ କହିବେ କାଳେ ତମର ଥିବ ନଥିବ, ମୁଁ ଜାଣିଛି ସାରଙ୍କୁ, ସାର୍ ସବୁଥିରେ କହିବେ ହଁ ମୁଁ ଏଇଟା ନ ହଉ ଚଳିଯିବ, କିନ୍ତୁ ଏଇଟା ଦରକାର ମୋର, ତେଣୁ ସିଏ ନେଇକି ଆସନ୍ତି। ତେଣୁ ଇଏ ହଉଛି ଉଚିତ ପୌରୋହିତ୍ୟ। ସେଭଳି ଭାବରେ ସେଠି ସୁସେନକୁ କହୁଛନ୍ତି, କିନ୍ତୁ ସେ ଯେତେବେଳେ ଏକଥା କହିଛନ୍ତି ତାପରେ କହୁଛନ୍ତି ଦେଖ, ତାପରେ ସୁସେନ ରାଜି ହଉଛନ୍ତି, କିନ୍ତୁ କହିଲେ ମୁଁ ଯଦି ଯିବି କିନ୍ତୁ ମତେ ରାବଣ ରଖିବ ନାହିଁ। ତେଣୁ ସେ କହିଲା ହଉ ଠିକ ଅଛି, ତମେ ସିନା ଯିବ କି ନ ଯିବ ସ୍ଥିର କରିବ, ମୁଁ ତମକୁ ନେଇକି ପଳେଇବି। ସେ ସିଧା ଘର ଛାଁ କୁଆଡେ ତାଡିକି ନେଇ ପଳେଇ ଆସିଲା ଓପାଡିକି। ହଉ, ତେଣୁ ଏଇଠି ହେଲା ଆନ୍ତର ପ୍ରେରଣା ଆମେ ଚିହ୍ନିଲେ। ତା ମା କହୁଛନ୍ତି ତାହା ଯୋଉ ଅନ୍ତରରୁ ଆସିଥାଏ, ଏଇଥିପାଇଁ ଆସିନଥାଏ ଯେ ଭଲ ଭାବରେ କାମ କଲେ ତୁମେ ପୁରସ୍କୃତ ହେବ, ଆଉ ଖରାପ ଭାବରେ କାମଟି କଲେ ତୁମେ ଦଣ୍ଡ ପାଇବ। ଆମ କାର୍ଯ୍ୟ ପଦ୍ଧତିର ଭିତ୍ତି ଏହା ନୁହେଁ। ଏଇ ଗୋଟିଏ ଜିନିଷ ଆପଣ ମନେ ରଖିବେ। ମା ସିଧାସଳଖ ସ୍ପଷ୍ଟ ଭାବେ ଜଣେଇ ଦଉଛନ୍ତି ଯେ ଯୋଉମାନେ ମା ଶ୍ରୀରନ୍ଧଙ୍କୁ ଗ୍ରହଣ କରୁଛନ୍ତି, ଯୋଉମାନେ ମା ଶ୍ରୀରନ୍ଧ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି, ପାର୍ଶ୍ୱକ୍ରରେ ଯୋଗ ଦଉଛନ୍ତି ମାଙ୍କର, ଆମେ କହୁଛୁ କେହି କେହି ଡିସାବୁଲ କହୁଛନ୍ତି, କେହି କେହି ଫଲୋଅର କହୁଛନ୍ତି, କେହି କେହି କହୁଛନ୍ତି ଆମକୁ ମା ବାଛିଛନ୍ତି ବୋଲି ଆମେ ମାଙ୍କ ପାଖକୁ ଆସିଛୁ। ଯଦି ତାହା, ତେବେ ମନେ ରଖିବା ମାଙ୍କର କାର୍ଯ୍ୟ ପଦ୍ଧତିର ଭିତ୍ତି ଏହା ନୁହେଁ। କୋଉଟା? ନା ତମେ ଯୋଉ କାମ କରୁଛ ତମେ ପୁରସ୍କୃତ ହବ ବୋଲି କାମଟି କରିବ, ତମେ ଖରାପ କଲେ ତମେ ଦଣ୍ଡ ପାଇବ, ଏଥିପାଇଁ କାମ କରିବ ନାହିଁ। ସେଠୁ ଏଠୁ କହୁଛନ୍ତି ଆନ୍ତର ପ୍ରେରଣା ଯିଏ ଆସେ ସିଏ ଏ ହିସାବ କିତାବ ଦେଖେ ନାହିଁ। ତେଣୁ ଏଇଟା ଆମ କାର୍ଯ୍ୟ ପଦ୍ଧତି ନୁହଁ। ପୁରସ୍କାର ପାଇବା ପାଇଁ କାମ କରିବ, ନା ନା ମୁଁ ଖରାପ ଭାବରେ କାମ କଲେ କାଳେ ଦଣ୍ଡ ପାଇବି, ତେଣୁ ମୁଁ ଭଲ ଭାବରେ କରିବି, ସେଥିପାଇଁ ନୁହେଁ। ଏଇ ଗଛର ଯେତେବେଳେ ଆମେ ଗୋଟେ ଲଗେଇବାକୁ ଯାଉଛନ୍ତି, କେବେ ବି ଏଇ ଧାରା ନେଇକି ଲଗେଇବାକୁ ଯିବେ ନାହିଁ ଯେ ଗଛଟି ଲଗେଇଲେ ଫଳ ହେଲେ ମୁଁ ଖାଇବି। ଅନେକ ଏକ୍ଜାମ୍ପଲ ଏଥିପାଇଁ ଅଛି। ବାଟରେ ରାଜା ଯାଉଛନ୍ତି, ଦେଖିଲେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତା କଡରେ ଗଛ ଲଗଉଛନ୍ତି, ଫଳ ଗଛ ଲଗଉଛନ୍ତି ରାସ୍ତା କଡରେ। ସେଠୁ ରାଜା ତାଙ୍କୁ ପଚାରୁଛନ୍ତି ତମର ବୟସ ଆସି କେତେ ହେଲାଣି, ତମର ଏ ଆଉ କେତେ ବର୍ଷ ବଞ୍ଚିବ ବି ତା ଠିକଣା ନାହିଁ, ଅଳ୍ପ କିଛି ବର୍ଷ ପରେ ତମେ ଜମାଳୟକୁ ଯାଇପାର, କିନ୍ତୁ ତମେ ଏଇ ବୟସରେ ପରିଶ୍ରମ କରି ଯୋଉ ଗଛଟି ଲଗଉଛ, ଇଏ ଗଛ କେବେ ବଡ ହବ, କେବେ ଫୁଲ ଧରିବ, କେବେ ଫଳ ହବ ତମେ ଖାଇବ? ସେ ବଢିଆ କଥାଟି କହୁଛନ୍ତି। ସେ କହୁଛନ୍ତି ଏଇ ଯୋଉ ଗଛଟି ମୁଁ ଲଗଉଛି ସେଇଟା ତ ଫଳ ହବ ନହବ ପର କଥା, ବଞ୍ଚିବ ନଚିବ ନ ବଞ୍ଚିବ ହଉଛି ତାର ପ୍ରଥମ କଥା। ମୁଁ ଚେଷ୍ଟା କରୁଛି ସିଏ କେମିତି ବଞ୍ଚିବ। ସେ କହିଲେ ହଁ ଯେ ମୋର ପ୍ରଶ୍ନ ହଉଛି, ସେ ତ ଫଳ କେବେ ହବ ତମେ କେବେ ଖାଇବ? ନା ଆଜ୍ଞା, ଏଇ ଯୋଉ ଗଛ ମାନଙ୍କର ଫଳ ମୁଁ ଖାଉଛି ସେଟା କଣ ମୁଁ ଲଗେଇଥିଲି? ସେଇଟା ମୋ ବାପା କି ମୋ ଜେଜେ ବାପା କିଏ ଲଗେଇଥିଲେ, ତେଣୁ ସେମାନେ ଲଗେଇ ଯାଇଥିଲେ, ମୁଁ ଫଳ ଖାଉଛି, ତେଣୁ ଆଜି ମୁଁ ଲଗଉଛି ଆଉ କିଏ ଖାଇବ, ସେଥିରେ କଣ ଅଛି? ତେଣୁ କାମଟି ଯେତେବେଳେ କରୁଛନ୍ତି, ଅନ୍ତର ପ୍ରେରଣା ଯେତେବେଳେ କାମ ଆଉ ଜଣେ କରେ, ସେତେବେଳେ ସେ ପୁରସ୍କୃତ ହବା କିମ୍ବା ଦଣ୍ଡିତ ହବା ଭୟରେ, ପୁରସ୍କୃତ ପାଇବା ଆଶାରେ କରେ ନାହିଁ, କିମ୍ବା ଦଣ୍ଡିତ ହେବା ଭୟରେ କରେ ନାହିଁ। ମା କହୁଛନ୍ତି ଏଇଟା ଆମ ପଦ୍ଧତି ନୁହଁ। ତେଣୁ କାମ କରିକିରି ଯୋଉ ଆପ୍ରିସିଏଟ ପାଇଁ ଆଶା କରିବା ଆମ ପଦ୍ଧତିରେ ନୁହଁ। ଏଇଟା ଆମେ ମନେ ରଖନ୍ତୁ। ଆମେ ବେଳକୁ ତମେ ଥ୍ୟାଙ୍କ ୟୁ କହୁନ ମତେ, ମୁଁ ତମ ପାଇଁ ଏମିତି କରିଦେଲି, ଆଦୌ ଆମ ପଦ୍ଧତିରେ ନାହିଁ। ମା ମନା କରୁଛନ୍ତି। ମା କହୁଛନ୍ତି ଆହୁରି ସ୍ପଷ୍ଟ ଭାବେ କହୁଛନ୍ତି, ତେବେ ଏହା ମଧ୍ୟ ସମ୍ଭବ ହୋଇପାରେ ଯେ କେବେ କେମିତି ତୁମର କୌଣସି କର୍ମକୁ ଅନ୍ୟମାନେ ପସନ୍ଦ କରି ତାକୁ ଏକ ବିଶେଷ ମୂଲ୍ୟ ଦେଲେ, ତାମାନେ ତମକୁ ପ୍ରଶଂସା କଲେ ଏବଂ ତମକୁ ଗୁରୁତ୍ୱର ଗୋଟେ ମାନେ ବଢିଆ କାମ କରିଛ, ଗୁରୁତ୍ୱପୂର୍ଣ୍ଣ କାମ କରୁଛ ବୋଲି ତମକୁ ବାହା ବାହା କରୁଛନ୍ତି, ତମକୁ ମାନେ ବିରାଟ ସ୍ଥାନ ଦଉଛନ୍ତି, ସମ୍ମାନ ଦଉଛନ୍ତି, କିନ୍ତୁ ମନେ ରଖ ତମେ ସେଥିପାଇଁ କରିବ ନାହିଁ, କିନ୍ତୁ ଏଥିପାଇଁ ଯେ ତୁମେ ସେ କର୍ମଟିକୁ ଏଡେ ସୁନ୍ଦର କରି ସମ୍ପନ୍ନ କରିଥିଲ,
ତା ନୁହେଁ। ଆଉ କେମିତି ମା କହିଥାନ୍ତେ? ମାମୁଁ ବାରମ୍ବାର କହନ୍ତି ତମେ ଯୋଉ କାମ ଯେତେବେଳେ କରୁଛ, କସ୍ମେଇ ଦେବାୟ, କାହା ପାଇଁ କରୁଛ, କାହାକୁ ଖୁସି କରୁଛ। କେବେ ନିଜକୁ ଖୁସି କରିବା ପାଇଁ କାମ କରିବ ନାହିଁ। କେବେ କୌଣସି ବ୍ୟକ୍ତିକୁ ଖୁସି କରିବା ପାଇଁ କାମ କାମ କରିବ ନାହିଁ। କେବଳ କେବଳ ମାଙ୍କୁ ଖୁସି କରିବା ପାଇଁ, ମାଙ୍କ ପ୍ରୀତ୍ୟର୍ଥେ କାମ କରିବ। ସେଇଥିପାଇଁ ତ ଆନ୍ତର ପ୍ରେରଣାରୁ ଯେତେବେଳେ ଯୋଉ କଥାଟା ଆସିବ ତମେ ଚିହ୍ନି ପାରିବ। ଯଦି ତୁମେ ନିଜକୁ ଖୁସି କରିବା ପାଇଁ କରୁଥିବ, ଯଦି ତୁମେ ଅନ୍ୟକୁ କାହାକୁ ଖୁସି କରିବା ପାଇଁ କରୁଥିବ, ତେବେ ତୁମେ ଧୀରେ ଧୀରେ, ଏମା ତ ମନା କରିଦେଲେ ସେଇଟା ମୋ କାର୍ଯ୍ୟ ପଦ୍ଧତି ନୁହଁ। ତେଣୁ ତମେ ତମକୁ ମା ବାଛିଥିଲେ ମଧ୍ୟ ତମେ ସେଥିପାଇଁ ଅଯୋଗ୍ୟ ସାବ୍ୟସ୍ତ ହେଲ। ତମେ ନିଜ ଗୋଡରେ ନିଜେ କୁରାଢି ମାରିଲ। ତୁମକୁ ଯଦି କିଏ ପ୍ରଶଂସା କରିଦେଲେ ମନେ ରଖ ମା କହୁଛନ୍ତି ଏଥିପାଇଁ ଯେ ତୁମେ ସେଇ କର୍ମଟିକୁ ଏଡେ ସୁନ୍ଦର କରି ସମ୍ପନ୍ନ କରିଥିଲ ତା ନୁହେଁ। ତାପରେ ଅଛି ମା କହୁଛନ୍ତି ଆଉଥରେ, ତେଣୁ ଏ ଯୋଉ ମୋ ପାଇଁ ନୁହଁ, ମତେ ଖୁସି କରିବା ପାଇଁ ନୁହଁ, ଅନ୍ୟମାନେ ଖୁସି ହେବେ ବୋଲି ନୁହଁ, କାର୍ଯ୍ୟଟି ମୁଁ କରିଛି ଆନ୍ତର ପ୍ରେରଣାରୁ କରୁଛି ଏବଂ ମାଙ୍କୁ ଖୁସି କରିବା ପାଇଁ କରୁଛି। ମା ସେଥିପାଇଁ କହିଲେ ଏଇ ସବୁ ପଦ୍ଧତି ଆମର ନୁହଁ। ପୁଣି ଲେଖୁଛନ୍ତି ଏ ଆମ ଜୀବନ ସାଧନାର ଧାରାରେ ଏପରି ନୀତି ଆମେ ଅନୁସରଣ କରୁନାହୁଁ। କଣ ପାଇଁ? ନା ଏଇଭଳିଆ ସୁନ୍ଦର କର୍ମଟି ଲାଗି ତୁମକୁ ପୁରସ୍କାର ମିଳିବ ବୋଲି ଆଗରୁ କୌଣସି ପ୍ରତିଶ୍ରୁତି ଦିଆଯାଇ ନଥିଲା। ବା ଯେତେବେଳେ ଯାହା ପାଇଁ ଲେଖିଛନ୍ତି ତାଙ୍କୁ କହୁଛନ୍ତି ତମେ ତମକୁ ପ୍ରତିଶ୍ରୁତି ଦିଆହେଇନଥିଲା, ତେଣୁ ତମେ ଭଲ କାମ କରିଛ। ଅପର ପକ୍ଷରେ ତୁମକୁ ସତର୍କ ବାଣୀ ବି ଦିଆହେଇନଥିଲା, ଯଦି ତମେ ଆଶାନୁରୂପ ନ କର ତାହେଲେ ତମେ ଦଣ୍ଡ ମିଳିବ। ତମେ କିଛି ନ କରିକି ତମେ କରିଛ ଏବଂ ଆମ ଜୀବନ ସାଧନାର ଧାରାରେ ଏପରି ନୀତି ଆମେ ଅନୁସରଣ କରୁନାହୁଁ। ତେଣୁ ଦଣ୍ଡ ପାଇଁ ବା ପୁରସ୍କାର ପାଇଁ ମତେ କିଏ କହିବେ ଭଲ ବୋଲି ମୁଁ କରିବି ନାହିଁ, କିଏ ମତେ ଖରାପ କହିବେ ବୋଲି ମୁଁ ଡରରେ କରିବି, ଏକଥା ନୁହଁ। ଏଇଠି ଗୋଟେ ଅ କଥାଟେ, କେତେ କଥା ରହିଛି ଭଲ କଥା, ତେଣୁ ମନେ ପଡିଲା ଏବଂ ଆଲୋଚନା କରିଦେବା। ଯେତେବେଳେ ଆମେ ଘର ଝାଡୁ କରୁଛନ୍ତି, କଣ ପାଇଁ ଝାଡୁ କରୁଛନ୍ତି? ମତେ ଦାୟିତ୍ୱ ଦିଆହେଇଛି କରୁଛି। ଭଲ ଭାବରେ ଘରଟିକୁ ମୁଁ ପରିଷ୍କାର ରଖିବି, ପରିଷ୍କାର କରିପାରେ, ସେଥିପାଇଁ କରୁଛି। ଯଦି ମୁଁ ସୁନ୍ଦର ଭାବରେ କରିଦିଏ ତାହେଲେ ମତେ ପ୍ରଶଂସା କରିବେ। କୋଉଥିପାଇଁ କରୁଛନ୍ତି? ଯଦି ଏ ସବୁ କାରଣ ପାଇଁ କରୁଛନ୍ତି, ତେବେ ଆପଣ ମାଙ୍କ ଧାରାର ନୀତି ଅନୁସରଣ କରୁନ। ମାଙ୍କ ଧାରାର ନୀତି କଣ? କାର୍ଯ୍ୟଟି ଏଇଥିପାଇଁ କରିବ। କୋଉଥିପାଇଁ? ନା ଏଠି ଦେଖ, କାର୍ଯ୍ୟ ଯେତେ ଅତି ସୁନ୍ଦର ଅତି ସର୍ବୋତ୍ତମ ଭାବରେ ହେଇପାରିବ, କାରଣ ମା ଦେଇଛନ୍ତି ସେ ଦାୟିତ୍ୱଟି। ମା ଏଇଠି ଚଲାବୁଲା କରିବେ। ଯଦି ଝାଡୁ କଥା ପଡିଲା, ମା ଏଇଠି ଚଲାବୁଲା କରିବେ, କେମିତି ମାଙ୍କ ଗୋଡରେ ଧୂଳି ବା ବାଲି ଲାଗିବ ବୋଲି ମୁଁ ଆଶା କରିବି? ତେଣୁ ଯେତେ ସର୍ବୋତ୍ତମ ପ୍ରଚେଷ୍ଟା କରି ମୁଁ ଯେତେ ଭଲ ଭାବରେ ସେ କାମଟି ହବ କରିବାକୁ ଚେଷ୍ଟା କରିବି। ଅର୍ଥ ହଉଛି ଏଇଥିପାଇଁ, ଦଣ୍ଡ ମିଳିବ ବୋଲି ନୁହଁ, ଡରିକିରି ନୁହଁ, କିମ୍ବା ପ୍ରଶଂସା ପାଇବ ବୋଲି ନୁହଁ। କାହିଁକି ନା ମା କହୁଛନ୍ତି ଏଇଭଳିଆ ହଉଛି ଆମ ନୀତି ନୁହଁ। ଆମ ପଦ୍ଧତି ତାହେଲେ କଣ? ଆମ ପଦ୍ଧତି ହେଲା, ତୁମେ ଯଦି ଗୋଟେ କର୍ମକୁ ସୁଚାରୁ ରୂପେ ତୁମ ସାଧ୍ୟ ଅନୁସାରେ ନିଷ୍ଠାର ସହିତ ସମ୍ପାଦନ କଲ, ତେବେ ତୁମକୁ ଏକ ସ୍ୱାଭାବିକ ସ୍ୱତଃସ୍ଫୂର୍ତ୍ତ ଆତ୍ମସନ୍ତୋଷ ମିଳେ। ଆପଣଙ୍କୁ କିଏ ଭଲ କୁହନ୍ତୁ ବା ଖରାପ କୁହନ୍ତୁ, ଆପଣଙ୍କୁ ପ୍ରଶଂସା ଦିଅନ୍ତୁ ବା ନ ଦିଅନ୍ତୁ, ଯଦି ନିଷ୍ଠାର ସହିତ କରିଥିବ, ତେବେ ସ୍ୱାଭାବିକ ଭାବେ ସ୍ୱତଃସ୍ଫୂର୍ତ୍ତ ଭାବରେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ। ତାହା ହିଁ ତୁମ କର୍ମ ପାଇଁ ତୁମର ସମୁଚିତ ପୁରସ୍କାର। ଦିନକର କଥା, ଗୋଟେ ପିଲାଟିଏ ସର୍କସରେ ସେ ଥିଲା ଏବଂ ସର୍କସ ଦେଖଉଥିଲା। ତାର ଜୀବନ ତାର ସେଇଥିରେ ଚଳୁଥିଲା। ହଠାତ୍ ଦିନେ କିଛି ଗୋଟେ ଘଟଣା ଘଟିଲା। ଯିଏ ସର୍କସ କରୁଥିଲେ ସିଏ ତାଙ୍କର ସବୁ ସର୍କସ ଫର୍କସ ବନ୍ଦ ବାନ୍ଦ କରିଦେଲେ। ଆଉ ସର୍କସ ଚଲେଇଲେ ନାହିଁ। ଯୋଉ ପଶୁ ପକ୍ଷୀଙ୍କୁ ଥିଲା ତାକୁ ନେଇକି ଜଙ୍ଗଲରେ ଛାଡିଦେଲେ। ପିଲାମାନେ ଯୋଉମାନେ ଥିଲେ ତାଙ୍କୁ କହିଲେ ଏବେ ତୁମେ ତୁମ ବାଟ ଦେଖ, ଆଉ ମୋ ପାଖରେ ଆଉ ସମ୍ବଳ ନାହିଁ ଏଇ ସର୍କସଟିକୁ ଚଲେଇ ରଖିବା ପାଇଁ। ତେଣୁ ବର୍ତ୍ତମାନ ସେ ପିଲାଟିର ବାପା ମା କେହି ନଥିଲେ। ସେ ଏକା ଥିଲା। କଣ କରିବ, କୋଉଠି ରହିବ, କଣ କାମ କରିବ, ଖାଇବ କଣ? ଏମିତି ହେଇ ବୁଲି 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 ଯାଇ ଗୋଟେ ମନ୍ଦିରରେ
ଆଶ୍ରୟ ନେଇଛି। ଏଇ ସମୟରେ ସନ୍ଧ୍ୟା ହେଇଯାଇଛି, ଦିନମାନ ରହିଛି। ସକାଳକୁ ଆସିଲା ବେଳକୁ ପୁରୋହିତ ପଣ୍ଡିତ ମହାଶୟ ଦେଖୁଛନ୍ତି ଗୋଟେ ପିଲାଟିଏ ମନ୍ଦିର ବେଢାରେ ଶୋଇଛି। ସେ ତାକୁ ଉଠେଇଲେ। ଆରେ ରାତିରେ ତମେ ଏଇଠି ଶୋଇଥିଲ, ତମ ଘର କୋଉଠି? ସେ ପଚାରିଛନ୍ତି ଏବଂ ବୁଝିଛନ୍ତି କଥାଟି ଏଇଆ। କହିଲେ ତାହେଲେ ଠିକ ଅଛି, ତମେ ତ କୁଆଡେ ଯିବ, ଯାଇପାରିବନି। କୁଆଡେ ଯିବ? ତମେ ଗୋଟେ କାମ କର, ଏଇ ମନ୍ଦିରରେ ତମେ ରହିବ। ତମେ କାମ କର, ସବୁଦିନ ମନ୍ଦିରଟି ପରିଷ୍କାର କରିବ ଏବଂ ଠାକୁରଙ୍କ ପାଇଁ ଫୁଲ ତୋଳି ଆଣି ରଖିଥିବ, ପାଣି ଆଣି ରଖିଥିବ। ତେଣୁ ଏଇଟା ତାର ହେଲା ନୀତିଦିନିଆ କାମ। ରାତିରେ ସେଠି ସେ ରହେ। ଦିନେ ତା ଭିତରେ ସବୁବେଳେ ଦେଖୁଛି ନନା ପୂଜା କରୁଛନ୍ତି, ଠାକୁରଙ୍କୁ ଚାଲିଛି ସବୁ। ରାତିରେ ସିଏ ଯେତେବେଳେ ସବୁ ସଫାସଫି କରି, ଝାଡୁ କରି, ପରିଷ୍କାର ପରିଚ୍ଛନ୍ନ ପୋଛାପୋଛି କରି ଯେତେବେଳେ ଯିବାକୁ ବାହାରୁଛି, ତା ଭିତରେ ଗୋଟେ ଭାବନା ଆସିଲା ଯେ ସବୁଦିନ ନନା କେତେ ସୁନ୍ଦର ମନ୍ତ୍ର ଗାଉଛନ୍ତି, ଆଉ ମାନେ ଠାକୁରଙ୍କୁ ଆବାହନ କରୁଛନ୍ତି, ପ୍ରଶଂସା କରୁଛନ୍ତି। ଆଉ ମୁଁ କେବଳ ଏତିକି ଟେ କରୁଛି। ମୁଁ ତ ତାଙ୍କୁ କିଛି, ତାଙ୍କ ସହିତ ମୋର କିଛି ନେଣ ଦେଣ ହଉନି, କିଛି କଥାବାର୍ତ୍ତା ନାହିଁ, ମୁଁ ତାଙ୍କୁ କିଛି ସେବା ଦଉନାହିଁ। ତାଙ୍କ ଭିତରେ ଗୋଟେ ଧାରଣା ଆସେ। ସିଏ ସେଠୁ କଣ କଲେ, ସବୁ ସଫାସଫି କରିସାରିଲା ପରେ ସିଏ କହିଲେ ମୁଁ ଠାକୁରଙ୍କୁ, ମୋ ପାଖରେ କଣ ଅଛି? ମୋ ପାଖରେ ନନା ସିନା ମନ୍ତ୍ର ଫନ୍ତ୍ର ଜାଣିଛନ୍ତି, ମୁଁ ତ ସର୍କସ ଜାଣିଛି। ତେଣୁ ମୁଁ ପ୍ରଭୁଙ୍କୁ ସର୍କସ ଦେଖେଇବି। ତେଣୁ ରାଧାକୃଷ୍ଣଙ୍କୁ ସେ କଣ କରୁଛନ୍ତି, ସର୍କସ ଦେଖଉଛନ୍ତି। ତେଣୁ ସବୁଦିନ ରାତିରେ ତାଙ୍କ କାମ ହେଲା ସବୁ ଝାଡୁ ଫାଡୁ କରିସାରି, ପୋଛାପୋଛି କରିସାରି ସର୍କସ ଦେଖେଇବେ। ତାପରେ ଯାଇକିରି ଖାଇକିରି ବିଶ୍ରାମ ନେବେ। ଏମିତି ଦିନେ ସର୍କସ ଦେଖଉଛନ୍ତି, ସ୍ୱୟଂ ମା ରାଧା ଆସି ଆବିର୍ଭୂତ ହେଇଗଲେ। ତେଣୁ ଏଇ ହଉଛି ତୁମର ସମୁଚିତ ପୁରସ୍କାର। ତୁମେ ତୁମର ନିଷ୍ଠାର ସହିତ କାମ କରିବ। ସ୍ୱାଭାବିକ, ସ୍ୱତଃସ୍ଫୂର୍ତ୍ତ ଆତ୍ମସନ୍ତୋଷ ତୁମେ ପାଇବ। ଏହା ହିଁ ତୁମ ପାଇଁ ସମୁଚିତ ପୁରସ୍କାର। ଯଦି ସାଧାରଣ ଜୀବନ ଯାପନରେ ବଞ୍ଚନ କରୁଛ, ତମେ ଦେଖିବ ତମକୁ କୌଣସି ଜିନିଷ ଆଉ କଷ୍ଟ ଦବ ନାହିଁ, ଯନ୍ତ୍ରଣା ଦବ ନାହିଁ। ଏବଂ ଯେତେବେଳେ ତୁମେ ଅନୁଭବ କଲ ଯେ କାର୍ଯ୍ୟଟି ତୁମ ଦ୍ୱାରା ସୁଚାରୁ ରୂପେ ସମ୍ପନ୍ନ ହୋଇପାରିଲା ନାହିଁ, ତାମାନେ ତମେ ତମର ବେଷ୍ଟ ଦେଇପାରିଲ ନାହିଁ, ତାହା ହିଁ ତୁମ ପାଇଁ ଦଣ୍ଡ। ମାଲୁଛନ୍ତି ତାହା ହିଁ ସ୍ୱାଭାବିକ ଭାବେ ତମ ପାଇଁ ଦଣ୍ଡ। ଆଉ କିଛି ଦଣ୍ଡ ଦରକାର ନାହିଁ। ତୁମେ ଦୁଃଖ କଲ, ତୁମେ ଅସ୍ୱସ୍ତି ଅନୁଭବ କଲ, ଏହା ହିଁ ହଉଛି ତୁମ ପାଇଁ ବାସ୍ତବ ଦଣ୍ଡ। କଣ ହେଲା ନା, ତୁମେ ତୁମର ପ୍ରଚେଷ୍ଟା, ସର୍ବୋତ୍ତମ ପ୍ରଚେଷ୍ଟା ଲଗେଇ ସର୍ବୋତ୍ତମ, ସର୍ବଶ୍ରେଷ୍ଠ ଭାବରେ କେମିତି କାମଟି ହେଇପାରିବ, ସେଥିପାଇଁ ତୁମେ ଲାଗିଲ, ନିଷ୍ଠାର ସହିତ କାମ କଲ। ସେଇଟା ହିଁ ହଉଛି ତମ ପାଇଁ ପୁରସ୍କାର। କାହିଁକି ନା ତମକୁ ଆତ୍ମସନ୍ତୋଷ ମିଳିବ। ତେଣୁ ମା ଲେଖୁଛନ୍ତି, ତେଣୁ ତୁମର ଆନ୍ତର ଆଧ୍ୟାତ୍ମିକ ବିକାଶ ଦୃଷ୍ଟିରୁ ଯେତେ ଯାହା ତୁମ ମନରେ ଗତିବୃତ୍ତି, କ୍ରିୟା ପ୍ରତିକ୍ରିୟା ସୃଷ୍ଟି ହବ, ତାହା ହିଁ ଆମ ପାଇଁ ସବୁଠାରୁ ମୂଲ୍ୟବାନ କଥା। ଏଠି କହୁଛନ୍ତି ମୂଲ୍ୟବାନ କଥା କୋଉଟା, ମାନେ ତମେ କୋଉଟାକୁ ଗୁରୁତ୍ୱ ଦବ। ତମକୁ କିଏ ବାହାରେ କହିଲା ଭଲ ମନ୍ଦ, ତାକୁ କିଛି ଗୁରୁତ୍ୱ ଦବ ନାହିଁ। ତମ ଭିତରେ କଣ କ୍ରିୟା ପ୍ରତିକ୍ରିୟା ହଉଛି, ତମ ଭିତରେ ତମେ ପଚାର ନିଜକୁ, ମୁଁ ଯୋଉ କାମଟି କରିଛି ମୋର ସର୍ବୋତ୍ତମ ପ୍ରଚେଷ୍ଟା ଲଗେଇ କରିଛି ତ? ମା ଏଥିରେ ଖୁସି ହେବେ ତ? ତାହେଲେ ଠିକ। ଯଦି ତମେ ତାହା କରିନାହ, ତମ ଭିତରେ ଟିକେ ଗୁଁ ପୁଁ ରହିଛି, ତାହେଲେ ତମେ ଠିକ କରିନ। ସେଇଟା ତମ ପାଇଁ ଇମ୍ପୋର୍ଟାଣ୍ଟ ହବ। ସିଏ ଲୋକଟି ଦେଖିକି କହିଲା ବା ବଢିଆ କରିଛ, ସେଥିପାଇଁ ଖୁସି ହବାର କିଛି ନାହିଁ। ଅନେକ ଲୋକଙ୍କର ଅଭ୍ୟାସ ଥାଏ, ସେମାନେ ଅନ୍ୟର ଅ, ଅପେକ୍ଷା କରନ୍ତି କିଏ ଜଣେ ଭଲ କହୁ, କିଏ ଜଣେ ଭଲ କହୁ, ସେଟା ଅପେକ୍ଷା କରନ୍ତି। ଯଦି କିଏ କିଛି କହିଲେ ନାହିଁ, ତାଙ୍କ ଭିତରେ ଦୁଃଖ ଆସେ। ଖରାପ କହିଲେ ତ ଦୁଃଖ ବହୁତ, କେହି କିଛି କହିଲେ ନାହିଁ, ବେଶୀ ଦୁଃଖ ଆସେ। ସେ ପ୍ରକାରର ଆମ ଧାରଣାରେ ନୀତି ନୁହଁ। ଏବଂ ଆନ୍ତର ଆଧ୍ୟାତ୍ମିକ ବିକାଶ ଦୃଷ୍ଟିରୁ ତାର କିଛି ଅର୍ଥ ନାହିଁ। ଆନ୍ତର ଆଧ୍ୟାତ୍ମିକ ବିକାଶ ଦୃଷ୍ଟିରୁ ଗୋଟିଏ ମାତ୍ର ଅର୍ଥ ରହୁଛି ଯେ ତୁମ ମନ ଭିତରେ କଣ କ୍ରିୟା ପ୍ରତିକ୍ରିୟା ହଉଛି, ସେଇଟା ହିଁ ମୂଲ୍ୟବାନ କଥା ମା ଲେଖୁଛନ୍ତି। ଆଉ କେତେ ସ୍ପଷ୍ଟ ଭାବେ ମା ଲେଖିବେ। ଆଉ ତ ଏଇଥିରେ ଆମେ କହୁଛୁ, ଆମେ ଜାଣିପାରୁନୁ କୋଉଟା ମାଙ୍କ କାମ, କୋଉଟା ମାଙ୍କ କାମ ନୁହଁ। ଏଇ ଆଜି ହେଇ ଗୋଟେ ଗୋଟେ ଘଟଣା ଘଟିଲା। ଜଣେ ଗୋଟାଏ କଥା ବାରମ୍ବାର କହୁଛନ୍ତି ଯେ ଆମେ ଏଇ କାମ କରିଥିଲୁ, କିନ୍ତୁ ସମସ୍ତେ ପାଇଲେ, ଆମେ ପାଇଲୁ ନାହିଁ। ତାହେଲେ ଆମେ କରିଥିଲୁ କହିବାର ଅର୍ଥ ଆଉ କଣ ରହିଲା?
ତାମାନେ ତମେ ଆଶା କରିଛ, ଆଶା ରଖିଛ। ଯେତେବେଳେ ଆଶା ରଖିଛ ତେବେ ତାହା ଆଧ୍ୟାତ୍ମିକ ବିକାଶ ଦୃଷ୍ଟିରୁ, ଆନ୍ତର ଆଧ୍ୟାତ୍ମିକ ବିକାଶ ଦୃଷ୍ଟିରୁ ତାର କୌଣସି ଅର୍ଥ ନାହିଁ, ମୂଲ୍ୟ ନାହିଁ। ମାନେ ଲେଖୁଛନ୍ତି ଆଉ କଣ କହିବେ, କହିବେ ମୂଲ୍ୟବାନ, ଏଇଟା ଆଉ କିଛି ମୂଲ୍ୟ ନାହିଁ। ମୂଲ୍ୟବାନ ହଉଛି ତମ ଭିତରେ କଣ କ୍ରିୟା ପ୍ରତିକ୍ରିୟା ହଉଛି। ବାହାରୁ କୌଣସି ପ୍ରକାର ଚାପ ଦ୍ୱାରା ନିୟନ୍ତ୍ରିତ ହେବା ପାଇଁ ଆମ ପାଇଁ ବିଶେଷ ବଡ କଥା ନୁହେଁ। ଆଉ ପୂର୍ବରୁ ଯୋଉଟା କହିଲେ, ମତେ କିଏ ପ୍ରଶଂସା କରିବ ବା ମତେ କିଏ ଦଣ୍ଡ ଦେଇଦବ, ମୁଁ ଯଦି କାହାର ସବଅର୍ଡିନେଟ ଅଛି ସେ ମତେ କାଳେ ଦଣ୍ଡ ଦେବ, ତେଣୁ ମୁଁ ମୋର ସର୍ବୋତ୍ତମ ପ୍ରଚେଷ୍ଟା କରିବି, ସେଥିପାଇଁ ଆଦୌ ନୁହଁ। ସେଥିପାଇଁ ଆଦୌ ନୁହଁ। ମୁଁ ଆଜି ନୀରବ ରହୁଛି କାହିଁକି ନା ମତେ କାଳେ ଗାଳି ଦେବେ। ସେଥିପାଇଁ କହନ୍ତି, ଯେତେବେଳେ ଆପଣ ଗୋଟେ ଜାଗାରେ ସମସ୍ତେ ଚୁପ୍ ହେଇ ବସିଛନ୍ତି, ତା ଅର୍ଥ ନୁହଁ ଯେ ସେ ଜାଗାଟା ସାଇଲେନ୍ସ ହେଇକି ଅଛି। ସେଇଟା ସାଇଲେନ୍ସ ନୁହଁ। ସାଇଲେନ୍ସ ହଉଛି ନିଜ ଭିତରେ କ୍ରିୟା ପ୍ରତିକ୍ରିୟା କିଛି ହବନି। ତେଣୁ ଆମେ ଯେତେବେଳେ ଯୋଉ କାର୍ଯ୍ୟ କରୁଛେ, ବାହାରୁ କୌଣସି ଚାପ ଯେମିତି ତାକୁ ନିୟନ୍ତ୍ରିତ ନ କରୁଛି, ସେଇଟା ହିଁ ହଉଛି ବଡ କଥା। ତେଣୁ ଦଣ୍ଡ କୋଉଟା, ପୁରସ୍କାର କୋଉଟା କହିଲେ, ଏଇ କହିଲେ ଆନ୍ତର ଆଧ୍ୟାତ୍ମିକ ବିକାଶ ଦୃଷ୍ଟିରୁ ତମର ଯୋଉ ଗତିବିଧି ତାର ହଉଛି କ୍ରିୟା ପ୍ରତିକ୍ରିୟା, ସେଇଟା ହଉଛି ମୂଲ୍ୟ କଥା। ତମେ ଖୁସି ହେଇ, ମୁଁ ବିଦ୍ୟା ଅଧ୍ୟୟନ କରୁଛି ନା, ଏଇଥିପାଇଁ ବିଦ୍ୟା ଅଧ୍ୟୟନ କରୁନାହିଁ ଯେ ମତେ କହିବେ ଯାହା ହଉ ପିଲାଟା କେତେ ପାଠ ପଢୁଛି, ସେଥିପାଇଁ ନୁହଁ। କିମ୍ବା ଏଇଥିପାଇଁ ନୁହଁ ଜ୍ଞାନ ଅର୍ଜନ କରିକି ମୁଁ ଏମିତି କହିବି ମତେ ସମସ୍ତେ କହିବେ ବା ବା ବା। ତେଣୁ ବାହାରର ମତେ ଯୋଉ ପ୍ରଶଂସା କିମ୍ବା ନିନ୍ଦା ମତେ ପ୍ରଭାବ ପକେଇବ ନାହିଁ। ଏଇଟା ଛୋଟ ଛୋଟ ଅଭ୍ୟାସ, ମା ତ ଆରମ୍ଭରୁ କହିଲେ, କେତେ ଛୋଟିଆ ଛୋଟିଆ କଥା କହିଲେ, ତାହା କଲେ ଏଇଟା ଆପେ ଆପେ ହେଇଯିବ। ତେଣୁ ସାରାଂଶ ଭାବେ ଯଦି ଆମେ ଦେଖିବା, ମା ପ୍ରଥମରୁ ସାରାଂଶରେ ଆମେ ଦେଖିବା, ମା ପ୍ରଥମରୁ କହୁଛନ୍ତି ଯୋଉ ଯୋଉ ପ୍ରବୃତ୍ତି ଗୁଡ଼ିକୁ ଆମ ଭିତରେ କାମଟିକୁ ଅତି ଭଲ ଭାବରେ, ସୁନ୍ଦର ଭାବରେ, ସ୍ୱତଃସ୍ଫୂର୍ତ୍ତ ଭାବରେ, ଆନ୍ତରିକ ଭାବରେ ଆମେ କରିବାକୁ ଯେତେବେଳେ ଚେଷ୍ଟା କରନ୍ତି, ଆମେ ଜାଣିବା ସେଇଟା ହଉଛି ଅନ୍ତର ପ୍ରେରଣା। ଆମେ ଏଇଥିପାଇଁ କାମ କରୁନାହାନ୍ତି ଯେ କାମଟି କଲେ ଆମେ ପୁରସ୍କୃତ ହେବା, ଖରାପ କାମ କଲେ ଦଣ୍ଡ ପାଇବା, ଡରିକି କରୁନାହାନ୍ତି କିମ୍ବା ପୁରସ୍କାର ପାଇବା ପାଇଁ କରୁନାହାନ୍ତି। ତାପରେ ଏଇଠି ମା ଲେଖୁଛନ୍ତି, ଏଇଗୁଡାକ ଆମର କାର୍ଯ୍ୟଧାରା ନୁହେଁ। କେବେ କେମିତି ତୁମର କୌଣସି କର୍ମକୁ ଅନ୍ୟମାନେ ପସନ୍ଦ କରିପାରନ୍ତି, ବିଶେଷ ମୂଲ୍ୟ ଦେଇପାରନ୍ତି, କିନ୍ତୁ ତମେ ସେଥିପାଇଁ କରିନଥିଲ। କିମ୍ବା ଏଥିପାଇଁ କରିନଥିଲ ଯେ ତମର ଯଦି ଉତ୍କୃଷ୍ଟ ନ ହୁଏ ତମକୁ ଦଣ୍ଡ ମିଳିବ। ଆମର ପଦ୍ଧତି କଣ, ମା କହିଲେ, ମା କହିଲେ ଗୋଟେ କର୍ମକୁ ସୁଚାରୁ ରୂପେ ତୁମ ସାଧ୍ୟ ଅନୁସାରେ ନିଷ୍ଠାର ସହିତ ସମ୍ପାଦନ କଲ, ତେବେ ତୁମକୁ ଏକ ସ୍ୱାଭାବିକ, ସ୍ୱତଃସ୍ଫୂର୍ତ୍ତ ଆଉ ଆତ୍ମସନ୍ତୋଷ ମିଳିବ। ଆଉ ଏଇଟା ହିଁ ହଉଛି ଆମ ପାଇଁ ପୁରସ୍କାର। ଦଣ୍ଡ ହଉଛି କଣ, ପୁରସ୍କାର ହେଲା ମୁଁ ନିଷ୍ଠାର ସହିତ କଲି, ମତେ ସ୍ୱାଭାବିକ ଭାବରେ ଆତ୍ମସନ୍ତୋଷ ଆସିବ। ମତେ ଆଉ ଚେଷ୍ଟା କରିବାକୁ ପଡିବ ନାହିଁ, ମତେ ଅପେକ୍ଷା କରିବି ନାହିଁ ବାହାରୁ ମତେ କିଏ ସେ ପ୍ରଶଂସା କରୁ। ସ୍ୱତଃସ୍ଫୂର୍ତ୍ତ ଭାବେ ଆତ୍ମସନ୍ତୋଷ ମିଳିବ। ସେଇଟା ହଉଛି ଆମ ପାଇଁ ପୁରସ୍କାର। ଦଣ୍ଡ କୋଉଟା, ତମେ ନିଜେ ଅନୁଭବ କର ଯେ ତମେ ଯୋଉ କାର୍ଯ୍ୟଟି କଲ ତା ସୁଚାରୁ ରୂପେ ସମ୍ପନ୍ନ କରିପାରିଛ କି କରିପାରିନ। ଯଦି କରିପାରିନ, ତାହେଲେ ସେଇଟା ହେଲା ତୁମ ପାଇଁ ବାସ୍ତବ ଦଣ୍ଡ। ଏବଂ ମା ସେଥିପାଇଁ କ୍ଲିଅର କଟ୍ କରିଦଉଛନ୍ତି, ଆଧ୍ୟାତ୍ମିକ, ଆନ୍ତର ଆଧ୍ୟାତ୍ମିକ ବିକାଶ କଥା ଯଦି କୁହାଯାଏ, ତାହେଲେ ଦଣ୍ଡ ଆଉ ପୁରସ୍କାର ଯୋଉ କଥା କହିଲେ, ସେଥିପାଇଁ କୌଣସି ଅର୍ଥ ନାହିଁ। ଅର୍ଥ ହଉଛି ଆମ ଭିତରେ ଗତି କଣ କ୍ରିୟା ପ୍ରତିକ୍ରିୟା ସୃଷ୍ଟି ହଉଛି। ଆନ୍ତର ଆଧ୍ୟାତ୍ମିକ ବିକାଶ ଦୃଷ୍ଟିରୁ ତାର ହିଁ ଗୁରୁତ୍ୱପୂର୍ଣ୍ଣ ରହିଛି। ସେଇଟା ହିଁ ହଉଛି ମୂଲ୍ୟବାନ କଥା। ମତେ କଣ କ୍ରିୟା ପ୍ରତିକ୍ରିୟା ସୃଷ୍ଟି କରୁଛି। ଆମେ କଥା ହେଲେ ନିଜ ପାଇଁ ନୁହେଁ, ନିଜକୁ ଖୁସି କରିବା ପାଇଁ ନୁହେଁ, କୌଣସି ବ୍ୟକ୍ତିକୁ ଖୁସି କରିବା ପାଇଁ ନୁହେଁ, ବାହାର କାହାରିକୁ ଖୁସି କରିବା ପାଇଁ ନୁହେଁ, କେବଳ କେବଳ ମାଙ୍କୁ ଖୁସି କରିବା ପାଇଁ, ମାଙ୍କ ପ୍ରୀତ୍ୟର୍ଥେ ଆମକୁ କାମ କରିବାକୁ ପଡିବ। ବାହାରୁ ଯାହା ଚାପ ପଡୁ, ବାହାରୁ କୌଣସି ପ୍ରକାର ଚାପ ଦ୍ୱାରା ନିୟନ୍ତ୍ରିତ ହେବା ପାଇଁ ହେବା ଆମ ପାଇଁ ବିଶେଷ ବଡ କଥା ନୁହେଁ। ଚାପ ପଡିବ ପଡିବ, ସେଥିରେ କଣ। ମା
Mah, thank you all. Robert.